ଆପଣ ମରିଗଲେ ବି କହିବେ ମୁଁ ତ ବ୍ୟସ୍ତ ଥିଲି, ମୁଁ କାହିଁକି କେମିତି ଥାନ୍ତି। ମରିଗଲେ ବ୍ୟସ୍ତ ଥିବେ। ସେଇ ଗୋଟିଏ ଇଏକୁ ତ ଅପେକ୍ଷା କରିଛନ୍ତି ଆଉ କଣ। ଏ କୋଉ ଦିନ ମୋର ଦୁନିଆରୁ ଲାଭ ଚାଲିଯାଆନ୍ତା। ହେଇଯିବ ମରିଗଲେ ଆଉ ମୋର ଲାଭ ସେଇ ହେଇଯିବ ମରିଗଲେ କହିବେ। ଆପଣଙ୍କୁ ଭଲ ଲାଗୁଛି ସବୁ ତ ଆଉ କଣ। ମତେ ଭଲ ଲାଗୁନି, ଯିଏ କହୁଛି ପୁରା ତାକୁ ଭଲ ଲାଗୁଥିବ। ମତେ କଣ ଭଲ ଲାଗିବ, ମତେ କଣ ଭଲ ଲାଗିବ ଏଗୁଡା ଗୋଟେ ମାନେ ଯୋଉ କଥା, ଯୋଉ ଭାଷା, ଯୋଉ ବ୍ୟବହାର ସବୁ କରୁଛନ୍ତି ତ ସେଇଥିପାଇଁ ଭଲ ଲାଗୁଛି ଆଉ। ମୁଁ କରୁଛି ବ୍ୟବହାର ନାଇଁ, ମୁଁ ବ୍ୟବହାର କରୁଛି। ସେ ଯଦି ବୁଝିପାରିବନି ବୁଝେଇବ କିଏ କାହାକୁ, ଭଗବାନ ହେଲେ ତାକୁ ବୁଝେଇ ପାରିବେନି। ଆପଣ ବୁଝଉଛନ୍ତି, ମୁଁ ବୁଝିପାରୁନି ନାଇଁ। ଭଗବାନ ହେଲେ ବୁଝେଇ ପାରିବନି ସିଚୁଏସନ କଣ, ପରିସ୍ଥିତି କଣ ଚାଲିଛି ଏବେ କଣ ନାଇଁ, କଣ ଏଇ ଯୋଉ ଗୁଡା କଥା। ସେ ପରିସ୍ଥିତି ଆଜି ପର୍ଯ୍ୟନ୍ତ ତ 2 ଜଣରୁ 3 କାନ ହେଇନଥିଲା କେବେ। ଲୋକ ଆମ ହୁଁ ସହିତ ରହିକି ହୁଁ ସୁନନ୍ଦା 7-8 ବର୍ଷ ରହିକି କାନରୁ 2 କାନ ହେଲା। ହୁଁ। କିନ୍ତୁ ଏମିତି କଣ ପରିସ୍ଥିତି ହଉଛି ଯାହା ଫଳରେ ଭୟଙ୍କର ପରିସ୍ଥିତି ହବା କଥା କିଏ କାହିଁକି ଚିନ୍ତା କରୁଛନ୍ତି। କାଇଁ ଭୟଙ୍କର ହବ ନା, କଣ କିଏ କାହାର କରିଦେଇଛି ଭୟଙ୍କର ହବ। କିଏ କାହାର କଣ ପାଇଁ, ଆମ ପିଲା ଲୋକ ପାଠ ପଢୁଛନ୍ତି ଭୟଙ୍କର ହେଇଯିବ। ନାଇଁ ସେ ଚିନ୍ତାଧାରା ମନରେ କାହିଁକି ଆସିଲା? କେଜାଣି କାହିଁକି ହଉଛି। ଖାଲି ମାନେ ସବୁ ଗୁଡାକ ମୁଁ ହିଁ କରୁଛି। ଆଉ କିଏ କରୁଛି? ଆପଣଙ୍କର 1% ସେଥିରେ ଭୂମିକା ହିଁ ନାହିଁ। ନାଇଁରେ କଣ ଅଛି ଯେ ଏମିତି ହେବାର କାରଣ କଣ ଅଛି? ସତ୍ସଙ୍ଗ ମାନେ ବଞ୍ଚିବା କଥା, ରାସ୍ତାରେ ଲୋକ ଯେମିତି ଆଙ୍ଗୁଠି ଦେଖେଇବେନି। ସେଇ ଆଜିକା କଥା। ଖାଲି କଣ ହେଲାନି ଟିଭି ମିଡିଆ ପେପରରେ, କଣ ହଉଛି ପରିସ୍ଥିତି। କେତେ ଦିନ ମଣିଷ ବଞ୍ଚିବ ସଂସାର ଯେ ଏମିତି ହବ। ନାଇଁ ସେଇ କେତିକି ଦିନ ବଞ୍ଚିବ ସେଇଟା ଟିକେ ମୋ ପାଇଁ ଭାବୁନାହାନ୍ତି, କେତିକି ଦିନ ବଞ୍ଚିବ ଯେ ମୁଁ ଆକୁ ପାଗଳ କରିକି ରଖିବି। ସେଇ ପାଗଳ କଥା, କରିବେ ସେଇ କଥା କେତେବେଳେ ତ ଟିକେ ଚିନ୍ତା କଲେନି ଯେ ଏଇ ଲୋକଟା କୋଉ ପରିସ୍ଥିତିରେ କଣ ଅଛି, ଆଉ ମୁଁ ତାକୁ ଆହୁରି ଇଏ କରିକି ତାକୁ ସେ ପାଗଳ ହେଇକି ବଞ୍ଚୁ। ଟିକେ ତ ଆପଣଙ୍କର କେତେବେଳେ ଆଚ୍ଛା ଦୟା ମାୟା। ଡାଇରେକ୍ଟ କହୁଛ ତମ ଘରକୁ ଯିବି, ହାତୀ ଗୋଟେ ଯିବି ନା ବରହମପୁର ଯିବି ମତେ ପଚାରିବ? କାହିଁକି ସେଟା ପଚାରିବିନି, ପଚାରିବ ମତେ ଆପଣ ଯେତେବେଳେ ଏଠି ଆସିବା ବନ୍ଦ କରିଦେଲେ ମୋର ସବୁ ଦ୍ୱାର ମତେ ହ୍ୱାଟ୍ସଆପ ରେ ବନ୍ଦ କରିଦେଲେ। ମତେ ଦେଖା କରିବା ବନ୍ଦ କରିଦେଲେ। ମତେ ଆଉ ମୋ ବନ୍ଧୁ ପାଖକୁ ଆସିବା ପରିସ୍ଥିତି କଣ ହଉଛି ଏବେ ସିଚୁଏସନ ଭୁବନେଶ୍ୱରରେ? ଭୁବନେଶ୍ୱରରେ ହଉଛି, ଆପଣଙ୍କ ସେଇଠି ପୁରା ବେଶୀ ହଉଛି, ପୁଣି ଭୁବନେଶ୍ୱରରେ କାହିଁକି ହବ? ଯାହା ହଉଛି ଆପଣଙ୍କ ଜିଲ୍ଲାରେ ହିଁ ହଉଛି। ଭୁବନେଶ୍ୱରରେ ପରିସ୍ଥିତି କାହିଁ ସେଠି, ଭୁବନେଶ୍ୱରରେ ପରିସ୍ଥିତି ଆଗରେ ଯାହା ଥିଲା ବର୍ତ୍ତମାନ ବି ସେଇଆ ଅଛି। କିନ୍ତୁ ଆପଣଙ୍କର ଆଚାର ବ୍ୟବହାର ନୀତି ଗତି ସବୁ 100ରୁ 100 ଚେଞ୍ଜ ହେଇଯାଇଛି। ଆଉ ମୁଁ ଆପଣଙ୍କୁ ବାରମ୍ବାର ଇଏ କରି କହୁଛି, ମୋର ବର୍ତ୍ତମାନ ଭବିଷ୍ୟତ ଆପଣ। ତା ସତ୍ତ୍ୱେ କଣ ମୁଁ ଆପଣ କଣ ଚାହୁଁଛୁ ଭବିଷ୍ୟତ କଣ କରିବି ଭବିଷ୍ୟତ, ମୁଁ କଣ ଭବିଷ୍ୟତ କରିପାରିବି? ମୁଁ କଣ ଭବିଷ୍ୟତରେ କରିପାରିବି ମତେ କୁହ, ଏଇ ଭବିଷ୍ୟତରେ ମୋର କରି ସେଇଆ ତ ଆପଣ କହୁଛନ୍ତି ଆଉ କଣ, ମୁଁ ଆଉ କଣ ଦ୍ୱିତୀୟ କଥା କହିବି? ଆଁ ଆପଣ ଯାହା କହୁଛନ୍ତି ସେଇ କଥାଟା ହଁ ହିଁ ମୁଁ ସେଇଆକୁ ରିପିଟ କରୁଛି। କଲା ବେଳକୁ ସେଠୁ ଆପଣ କହୁଛନ୍ତି ମତେ ଏମିତି ବ୍ୟବହାର କରୁଛି, ଆପଣ ସେଇଟା ମାନେ ସେମିତି ବ୍ୟବହାର କରୁଛନ୍ତି ଯାହା ଫଳରେ କି ତୁ କିଏ ମୁଁ ଚିହ୍ନିନି। ବର୍ତ୍ତମାନ ବି ହେଇ ସେଇ କଥା ବି ମାନେ ସେଇ ଓହୋ ତୁ ବୁଲେଇ କିଏ ମୁଁ ବଙ୍କେ ଚିହ୍ନିନି, ମତେ କହିବ ମୁଁ ହାତୀ ଗୋଟେ ଯିବି ନା ବରହମପୁର ଯିବି ମତେ ପଚାରିବ ନାଇଁ। ମୁଁ କଣ ବର୍ତ୍ତମାନ ଏଇ କଥା କହିଥିଲି? ହଁ। ମୁଁ ବର୍ତ୍ତମାନ ଏଇ କଥା ଆପଣଙ୍କୁ କହୁଛି। ତ ମୁଁ ଏଇ କଥା ହାତୀ ଆପଣଙ୍କୁ ଗୋଟେ ଯିବି ନା ବ୍ରହ୍ମପୁର ଯିବି, କୋଉଠିକି ଯିବି ମୁଁ ଯାଇପାରିବି ବୋଲେ କଣ ତାର ମିନିଂ? ସେଇ କଥା କହିବା ପର୍ଯ୍ୟନ୍ତ ମୁଁ ଗଲି କଣ ପାଇଁ? ଆଜି କାହିଁକି ପର୍ଯ୍ୟନ୍ତ କହିବ ନା ତ 10 ବର୍ଷ ହେଲା କାହିଁକି ତ କହିବ ନା ନାଇଁ ସେଇ ଏଇ କଥା ଜିନିଷଟା କାହିଁକି କହିବ ନାଇଁ ସେଇ କଥା କହିବା ପର୍ଯ୍ୟନ୍ତ ଗଲି କଣ ପାଇଁ? ମୋ ପାଟିରୁ ମୁଁ ବାହାରିଲା କାହିଁକି, ଜାଣିନି ମୋର ସେ ମୁଁ ଚିନ୍ତାଧାରା ଜାଣିନି ଆସିଲା କାହିଁକି? କାହାର ଘଡ଼ି ଘଡ଼ିକି ବିପି ଉଠିବ ଆମେ ଜାଣିନୁ। ଘଡ଼ି ଏ ଘଡ଼ିକି ମେଡିସିନ କାହା ଖାଇଲେ କମିବ, ମେଡିସିନ ଖାଇଲେ କମିବ ସେ ବିପି, ମଣିଷ କମେଇ ପାରିବନି କାହାର ବିପି। ମଣିଷ ବିପି ଦେଇପାରିବେ କିନ୍ତୁ କମେଇ ହଁ ପାରିବେନି। କମେଇ ପାରିବନି। ମଣିଷକୁ ଶାନ୍ତିରେ ରଖିବାକୁ ଦିଅ ହେଲା। ସେ ପୁରା ଶାନ୍ତି ଟା ଏମିତି ହେଲେ କେମିତି ଲୋକ ରାସ୍ତାରେ ହସିବେ ଲୋକ। ଆଉ ନା କିଛି ନାହିଁ ସେଇଟା କଣ ମୁଁ ଜାଣିନି? ହଁ ସେଇଟା ମୁଁ ରାସ୍ତାରେ ଜାଣିନି। ହସିବେ ଆଙ୍ଗୁଠି ମାରିକି ଲୋକ, ଯୋଉ ଇମେଜ ଟା ଏତିକି ଦିନରେ ଗଢି ଉଠିଛି 5 ମିନିଟ ଲାଗିବ ଛାର ଖାର ହେବାକୁ।
ଆପଣ କହୁଛନ୍ତି ପରା କିଛି ହବନି ପୁଣି ତୁ କିଏ ଚିହ୍ନିନି ମୁଁ ଆଉ ପୁଣି ମୁଁ ହଁ କହିଲି କାହିଁ ପରା ଖରାପ। ଯେତେବେଳେ ଗୋଟେ ମଣିଷ ଯାହା କରିବା କଥା କରିବୁ ବୋଲି କହିବ ଜଣେ ରିଜିଡ୍ ହେଲେ କଣ କହିବ ଆଉ? ସେ ରିଜିଡ୍ ହେଲା ପର୍ଯ୍ୟନ୍ତ କଥା କାହିଁ ଆଜି ପର୍ଯ୍ୟନ୍ତ ଯାଉନଥିଲା ହୁଁ ଆଜି କାହିଁକି ଏଇ 6 ମାସ ହେଲା ଆଜି କାହିଁ ପର୍ଯ୍ୟନ୍ତ ଯାଇଛି? ସବୁଦିନେ ତା ଏଇଟା ସବୁଦିନେ ପାପ ଏଇ ପାଠ ସବୁଦିନେ ନା ହଁ 6 ମାସ ସବୁଦିନେ 6 ମାସ ହେଲା ହଉଛି। 6 ମାସ ହେଲା ଆଉ କାହିଁକି ହବ 6 ମାସ ହେଲା? ସେଇ କଥା ତ ମୁଁ କାହିଁକି ହବ କହୁଛି 6 ମାସ ହଁ ଆପଣ କାହିଁକି ହବ ଯଦି ଆପଣ ଯଦି ପ୍ରତ୍ୟେକ ସମ୍ପର୍କ ଯଦି ସଠିକ ଭାବରେ ନିଭେଇ ପାରୁଛନ୍ତି ଏଇ ବେଳକୁ କାହିଁକି ଏତେ ଅବହେଳା? ସେବେଳ ମୁଁ କଣ ପରିସ୍ଥିତି ପାପ ଅଲଗା କରିଛି? ପରିସ୍ଥିତି ଅଲଗା ମୁଁ କହିଛି ତମକୁ ଏଇ ଚାରିଆଡୁ ଲୋକ ପଛରେ ଲାଗିଛନ୍ତି। ମୁଁ କହିଛି ବାରମ୍ବାର କହିଛି ତମକୁ ମୁଁ ଜାଣିଛି ପରିସ୍ଥିତିଟା କଣ ହଉଛି। ଏଇ ପରିସ୍ଥିତି ତାହେଲେ ସବୁଦିନ ରହିବ? ସବୁଦିନେ କାହିଁ କଣ ରହିଲେ କି ନ ରହିଲେ କଣ ଅସୁବିଧା ଅଛି କାହିଁରେ ନାଇଁ ନାଇଁ ଯିଏ ଯାହାର ତ ଭଲ ମନ୍ଦ ସୁଖ ଦୁଃଖରେ ଚଳିବ କଣ ଅସୁବିଧା ଅଛି? ନା ଆପଣ ମତେ କହିଲେ କୋଉଟା ମୁଁ କଣ କରିବିନି? ଆପଣଙ୍କୁ ବା ପରିସ୍ଥିତି ବାଧ୍ୟ କରୁଛି ଯେ ମୋର ସୁଖ ଦୁଃଖ ଭଲ ମନ୍ଦ ଆପଣ ବୁଝିବେନି? ମନା କରୁଛନ୍ତି? କଣ ସୁଖ ଦୁଃଖ ବୁଝେଇନି? ନାଇଁ ନାଇଁ ମୋର ପହରଦିନ ତମର କାହିଁକି କାଲି ଘଡ଼ି ଘଡ଼ିକି ଏମିତି କାଲି ହଉଛି କାଲି ରାତିରେ ଆପଣ ଗୋଟେ ଘଟଣା ଶୁଣିଲେ ହୁଁ ଶୁଣିଲା ପରେ ମାନସିକ ସ୍ତରରେ ମୁଁ କୋଉ ଅବସ୍ଥାରେ ଥିବି ହୁଁ ଟିକେ ତ ପଚାରିଲେନି ଟିକେ ତ ଆଶ୍ୱାସନା ଦେଲେନି। ମୁଁ କଣ ଫୋନ ପଚାରିବି କୁ ମୁଁ ତ ସୁଇଚ୍ ଆମେ ଅଫ୍ ତାସ କରିକି ଖେଳୁଛୁ ରହି ବଇକି ତାସ ଖେଳୁଛୁ ବଇକି ଆମେ ଫୋନ କୁ ସୁଇଚ୍ କୋଉଠି ଅଫ୍ ହବ ବଇକି କରିକି ତାସ ରହିବେ। ଖେଳୁଛୁ କୁଆଡେ ଟିକେ କଥା ହେବି ସେଇଠୁ କଥା ହେଇପାରିବେନି ଯଦି ଆଜି ସକାଳେ ମୁଁ ଏଇଠି ମରିଯାଇବି ଆପଣ ବ୍ୟସ୍ତ ଥିବେ ମିଟିଂରେ ଇଏରେ ଭାଷଣ ଦଉଥିବେ କୋଉଠି ମିଟିଂ ରେ ବସିଥିବେ ଆପଣ ମରିଗଲେ ବି କହିବେ ମୁଁ ତ ବ୍ୟସ୍ତ ଥିଲି ମୁଁ କାହିଁକି କେମିତି ହୁଁ ଥାନ୍ତି? ମରିଗଲେ ବ୍ୟସ୍ତ ଥିବେ। ସେଇ ଗୋଟିଏ ଇଏ କୁ ତ ଅପେକ୍ଷା କରିଛନ୍ତି ଆଉ କଣ? ହୁଁ ଏ କୋଉ ଦିନ ଦୁନିଆରୁ ମୋର ଲାଭ ଚାଲିଯାଆନ୍ତା ହେଇଯିବ ମରିଗଲେ ଆଉ ସେଇ ମୋର ଲାଭ ସେଇ ହେଇଯିବ ମରିଗଲେ ଆପଣ ତ 24 ଘଣ୍ଟା ଭଗବାନଙ୍କୁ ବର୍ତ୍ତମାନ ଡାକୁଥିବେ। ହୁଁ। ଆପଣଙ୍କୁ ମୁକ୍ତି ସବୁ ମିଳିଯିବ। ମତେ ଏତେ ମୁଁ ବିଜେ କଥା ହେଇପାରିବିନି ଏ ଯୋଉ ଜିନିଷ ଗୁଡା କହୁଛ ହେଲା ଏମିତି କିଏ ହୁଅନି। ମୁଁ କାହିଁକି ହଉଛି ଆଗରୁ କାହିଁକି ହଉନଥିଲି? ମୁଁ ଜାଣିନି ମୁଁ ଜାଣିନି। ବା ସାହି ପଡିଶା ଲୋକ ଜାଣିବେ ହଁ ମୁଁ ଆପଣ ଜାଣିନି କାହିଁକି ହଉଛି ଆପଣ ଜାଣିବେନି ସାହି ପଡିଶା ଲୋକ ଗୋଟେ ଲୋକ ଯଦି ଏତେ ବର୍ଷ ହେଲା କିଛି ହୁଁ ବୋଲି ଟୁଁ ହଉନଥିଲା ଆଜି କାହିଁକି ହଉଛି? ସେଇଟା ମୁଁ ଜାଣିନି କଣ ପାଇଁ ହଉଛି ସେ ସେ ଜାଣିବାକୁ ଲୋକ ଆଗ ଚେଷ୍ଟା ଜାଣିଥିବ ଆଁ ସେ ଲୋକ ଆଗ ଜାଣିଥିବ ଯୋଉ ଲୋକ ବା ହଉଛି ଜଣେଇଲା ବେଳକୁ ଆପଣ ତାକୁ ଆହୁରି ଓଲଟା ସିଧା ପଢଉଛନ୍ତି ପାଠ ହୁଁ ନା ଆପଣଙ୍କୁ ଭଲ ମୁଣ୍ଡ ଲାଗୁଛି ତ? ମୁଣ୍ଡ 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 ଥଣ୍ଡା କରି ଶୁଅ ରଖୁଛି। ମୁଣ୍ଡ କେମିତି ଥଣ୍ଡା ହବ? ସେମିତି ଏକା ମନକୁ ମନ ହେଇଯିବ। ହଁ। କାହିଁକି ଏମିତି ହଉଛନ୍ତି କହିଲେ? କି ଶାନ୍ତି ରଖୁଛି ଆମର ପୁଅ ଝିଅ ସବୁ ଆସିଛନ୍ତି ଫ୍ୟାମିଲି ପାଉଛନ୍ତି ଆଉ ସେ ସମସ୍ତେ ଆସିଛନ୍ତି ମୁଁ ଆଇଲେଣି କଣ ଜାଣିନି? ଭୁବନେଶ୍ୱରରେ ଅଛନ୍ତି? ହୁଁ। କୋଉଦିନ ଦେଖା ହେବେ? ନା ହେବେନି ଦେଖା ହେବି କହିଲି ଫ୍ୟାମିଲି ଅଛନ୍ତି ଏଠି ହଁ ଯେ ପୁଣି ତାର ରହିବେ ଗୋଟେ 4-5 ଦିନ ରଖୁଛି। ହଉ।